ଅନେକଙ୍କ ମନରେ ଆଜି ବି ଗୋଟିଏ କଥା ଅଛି, ପର ଝିଅ ଘର ଭାଙ୍ଗେ। ସେ ତା ବାପ ଘରୁ ଅନେକ କଥା ଶିଖିକି ଆସୁଛି, ଯୋଉ କଥାକୁ ନେଇକି ମୋ ପୁଅକୁ ଶିଖେଇ ଦଉଛି, ଯାହା ଦ୍ୱାରା ମୋ ଘର ଭାଙ୍ଗି ଯାଉଛି। ଭାଇମାନେ ଭାବନ୍ତି ମୋ ଭାଉଜ ତା ବାପ ଘର କଥା ଶୁଣୁଛି, ତା ମା କଥା ଶୁଣୁଛି, ମୋ ଭାଇକୁ ପୁରା ଶିଖେଇ ଦେଲାଣି, ପୁରା ବୁଝେଇ ଦେଲାଣି, ଯୋଉଥିପାଇଁ ସିଏ ଆମ ଘର ପରିବାରକୁ ଚାହୁଁନି, ମତେ ବି ଚାହୁଁନି। ଏମିତି ଅନେକ ଭାଇ ଭାବିଥାନ୍ତି। ଏଟା କିଛି କ୍ଷେତ୍ରରେ ହେଇଥାଇପାରେ ଆଜ୍ଞା, କିନ୍ତୁ ଗୋଟେ କଥା, ଏ ଶିକ୍ଷିତ ସମାଜରେ ଏମିତି କଣ କେହି ଜଣେ ଅଛି ଯାହାକୁ ଶିଖେଇ ଦେଲେ ସେ ଶିଖିଯିବ, ଯାହାକୁ ବୁଝେଇ ଦେଲେ ସେ ବୁଝିଯିବ? ନିଜର ବାପା ମା ନିଜର ପରିବାରକୁ ସେ ବୁଝିପାରିବନି, ନିଜର ଭାଇକୁ ସେ ବୁଝିପାରିବନି, ଯେ ସେ ଆଉ ଜଣେ ମାନେ ତା ସ୍ତ୍ରୀର କଥାରେ ପଡିକି ବା ତା ଶାଶୁ ଶ୍ୱଶୁରର କଥାରେ ପଡିକିରି ସେ ତା ନିଜ ପରିବାରଟାକୁ ଭାଙ୍ଗି ଦେବା ପାଇଁ ଚେଷ୍ଟା କରିବ? ଜଣେ ପୁଅ ସେମିତି କେବେ କରେନି ଆଜ୍ଞା। ହଁ, ଏକଥା ବି ଗୋଟେ କଥାରେ ଅଛି, ପାଖରେ ଶୁଇ ଯେ କାନରେ କୁହେ ତା କଥା କି ଅନ୍ୟଥା ହୁଏ। ସେମିତି ଅଛନ୍ତି, କିଛି ଅଛନ୍ତି, କାହିଁକି ନାହାନ୍ତି, ଅଛନ୍ତି। କିନ୍ତୁ ସବୁ କ୍ଷେତ୍ରରେ ସବୁ ଝିଅ ମାନଙ୍କୁ ଏ ଦୋଷ ଦେବା ଅନୁଚିତ ଯେ ବାପ ଘର କଥାରେ ପଡି ମୋ ପୁଅକୁ ଶିଖେଇ କି ମୋ ଭାଇକୁ ଶିଖେଇ ଆଜି ଘର ଭାଙ୍ଗି ଦେଲା। ଏଇଟା ଭୁଲ ଆଜ୍ଞା, ସବୁବେଳେ ମନେ ରଖିଥିବେ, ଏଇଟା ଭୁଲ। ସମସ୍ତଙ୍କୁ ପରୀକ୍ଷା ହେବାର ଆବଶ୍ୟକତା ଅଛି। ସବୁ ଝିଅଙ୍କୁ ଗୋଟିଏ ନିକିତିରେ ତୌଲିବାର କିଛି ବି ଆବଶ୍ୟକତା ନାହିଁ। ଏଇ ତ ଜୀବନର କଥା।